ସୁଭଦ୍ରା ଯୋଜନା ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସନ୍ତା 25ରେ ଯେଉଁ ମିଳିବାର ଥିଲା ବର୍ତ୍ତମାନ ସେଟା ସ୍ଥଗିତ ରଖାଯାଇଛି। କାହିଁକି ରଖାଯାଇଛି, କ'ଣ ପାଇଁ ରଖାଯାଇଛି ଶୁଣନ୍ତୁ ଉପମୁଖ୍ୟମନ୍ତ୍ରୀ ନିଜେ କ'ଣ କହୁଛନ୍ତି। କାରଣ କିଛି ମେଜର ପ୍ରୋବ୍ଲେମ୍ ଯୋଗୁଁ ଏଟାକୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ଆସନ୍ତା ଡିସେମ୍ବର 25ରେ ବଡ଼ଦିନରେ ଆପଣମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଥିଲା, କିନ୍ତୁ ଏହି କାରଣ ଯୋଗୁଁ ବର୍ତ୍ତମାନ ମିଳିବ ନାହିଁ। ଶୁଣନ୍ତୁ କ'ଣ କହୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ଯୋଉ ଦବୁ ପାଖାପାଖି 20 ଲକ୍ଷ ଉପରେ ମହିଳାଙ୍କୁ ଦବୁ, କିନ୍ତୁ ଯୋଉ ସୁଭଦ୍ରା ହିତାଧିକାରୀ ମାନେ ଅସୁବିଧାର ସାମ୍ନା କରୁଛନ୍ତି ଯେ ସେମାନଙ୍କର KYC ବହୁତ ଲୋକଙ୍କର ହେଇନି, ତା ପାଇଁ ବାୟୋମେଟ୍ରିକ ରେ KYC କରିବାକୁ ପଡ଼ିବ। ଯୋଉମାନେ OTP ମାଧ୍ୟମରେ KYC କରିଛନ୍ତି ସେମାନଙ୍କୁ ବି ବାୟୋମେଟ୍ରିକ ପ୍ରକ୍ରିୟାରେ KYC କରିବାକୁ ପଡ଼ିବ। ଏଇଥିରେ ପାଖାପାଖି 5 ଲକ୍ଷ ଲୋକ ୱେଟିଂ ବା ଅଣ୍ଡର ପ୍ରୋସେସ୍ ଦେଖଉଛି। ଯୋଉ ଅଣ୍ଡର ପ୍ରୋସେସ୍ ଦେଖଉଛି ତା ପାଇଁ ହିତାଧିକାରୀ ମାନେ ଯୋଉ ଚିନ୍ତାରେ ଅଛନ୍ତି, ସେମାନେ ଯୋଉମାନେ OTPରେ KYC କରିଥିଲେ ତାଙ୍କୁ ବି ବାୟୋମେଟ୍ରିକରେ KYC କରିବାକୁ ପଡ଼ିବ। ତେଣୁ ଏଇଟାକୁ ଯେତେ ସହଜରେ କରିଦେବେ, ବାୟୋମେଟ୍ରିକ ପାଇଁକି CSC ବା ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ହିଁ କରିବାକୁ ପଡ଼ିବ। ତେଣୁ ସେଇଠି ଏମାନେ କରିବାକୁ ପଡ଼ିବ। ଏମାନଙ୍କୁ KYC ପାଇଁ ଗୋଟେ ମେଜର ଆପ୍ଲିକେସନ 5 ଲକ୍ଷରୁ ଉର୍ଦ୍ଧ୍ୱ ପଡ଼ିକିରି ଅଛି। ଦେଖନ୍ତୁ ଏପର୍ଯ୍ୟନ୍ତ ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ୱ ମା ଭଉଣୀମାନଙ୍କର ଫର୍ମଟି ଅଣ୍ଡର ପ୍ରୋସେସ୍ ଦେଖାଉଛି। ଯାହା କଲେ ବି ଅଣ୍ଡର ପ୍ରୋସେସ୍ ଦେଖାଉଛି। କାରଣ ହେଉଛି ଯେ ସେମାନେ ବିନା OTP, ବିନା ଫିଙ୍ଗରପ୍ରିଣ୍ଟ, ବିନା ବାୟୋମେଟ୍ରିକରେ ସେମାନେ ଫର୍ମ ପକାଇଥିଲେ। ତାହେଲେ ସରକାର ସେମାନଙ୍କୁ ଭାବନ୍ତି, ଦେଖନ୍ତୁ ମୁଁ ଆଉ ଜଣଙ୍କ ନାଁ ପକାଇଦେବି, ମୋ ଫୋନ୍ ନମ୍ବର ଦେଇଦେବି, ମୋତେ OTP ଆସିଲା ମୁଁ ଦେଇଦେଲି, ତାହେଲେ ମୁଁ କ'ଣ ମହିଳା କି କିଏ କେମିତି ଜାଣିବେ? ତାହେଲେ ସେ କ'ଣ ହୁଅନ୍ତି, ସେ ଡୁପ୍ଲିକେଟ୍ ଅଯୋଗ୍ୟ ହିତାଧିକାରୀ ଏମିତି ଗୁଡ଼ାଏ ଅଛନ୍ତି। ତେଣୁ ସେମାନଙ୍କ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ କରାଯାଇଛି ଯେ ଆପଣମାନେ ନିକଟସ୍ଥ ଜନସେବା କେନ୍ଦ୍ର CSC କେନ୍ଦ୍ରକୁ ଯିବେ। ବିନା OTP ଆଉ OTP ସାହାଯ୍ୟରେ ଯଦି କରିଥିବେ ତାହେଲେ ଆପଣମାନଙ୍କୁ ବାୟୋମେଟ୍ରିକ କରିବାକୁ ବାଧ୍ୟ। ଆଉ ପ୍ରାୟ ବି ଟଙ୍କା ପାଇଯାଆନ୍ତି OTP ବାଲା, ବିନା OTP ବାଲା, ସେମାନେ ବି KYC କରିବେ। ନକଲେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ନାହିଁ। ତେଣୁ ଅଣ୍ଡର ପ୍ରୋସେସ୍ ଯେଉଁ ହେଉଛି ସେମିତି ସବୁବେଳେ ରହିବ, ଆପଣଙ୍କର କ୍ଲିଅର ହେବ ନାହିଁ। ଏହି କାରଣ ଯୋଗୁଁ 5 ଲକ୍ଷରୁ ଉର୍ଦ୍ଧ୍ୱ ମା ଭଉଣୀମାନଙ୍କର ଫର୍ମଟି ପ୍ରୋସେସିଂ ଦେଖାଉଛି। ତେଣୁ ଏହି କାରଣ ଯୋଗୁଁ ଆପଣଙ୍କୁ ତାରିଖଟା ଘୁଞ୍ଚାଗଲା। ଆଉ ଡିସେମ୍ବର 25 ନ ମିଳି ଆସନ୍ତା ଜାନୁଆରୀ ମାସରେ ମିଳିବ। ଡେଟ୍ ଟାଇମ୍ ଠିକ୍ ସମୟରେ କହିଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି। ତେଣୁ ଇଏ ହେଲା ଗୋଟେ ଅପଡେଟ୍ ନ୍ୟୁଜ୍। ଆପଣମାନଙ୍କୁ ଡିସେମ୍ବରରେ ମିଳୁନାହିଁ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସନ୍ତା ଜାନୁଆରୀରେ ମିଳିବ। ତେଣୁ ଆପଣମାନଙ୍କୁ ଧୈର୍ଯ୍ୟ ସହ ଅପେକ୍ଷା କରିବାକୁ ପଡ଼ିବ। ଆଉ ଭିଡ଼ିଓ ଯଦି ଭଲ ଲାଗୁଛି ଲାଇକ୍ କରିବେ, ସେୟାର କରିବେ। ନମସ୍କାର।